ବାଲିଅନ୍ତା ବ୍ଲକରେ 2 ଦିନ ତଳେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିଲା। ଏହା ଭିତରେ ସତ୍ୟାମପୁର ସରପଞ୍ଚ ଏବଂ ତାଙ୍କର କିଛି ଭୋଟର ଉକ୍ତ କାର୍ଯ୍ୟକ୍ରମରେ ଧାରଣା ଦେଇଥିଲେ, ଯେଉଁଟାକି ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ଏବଂ ସୋସିଆଲ ମିଡ଼ିଆରେ ଭାଇରାଲ ଥିଲା। ଏ ବିଷୟରେ ଆପଣ କ'ଣ କହିବେ? ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ। ମୋ ଦୃଷ୍ଟିକୁ ମଧ୍ୟ ଆସିଛି, ମୋତେ ମଧ୍ୟ ଗତକାଲି ଆମର ଗୋଟେ ମିଟିଂ ଥିଲା ବିଶ୍ୱନାଥପୁର, ସେଠି ଜିଲ୍ଲା ସଭାପତି ବି ଆସିଥିଲା ନିରଞ୍ଜନ ମିଶ୍ର, ରାଜ୍ୟର ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ ମଧ୍ୟ ଆସିଥିଲେ। ସେଠି ସରପଞ୍ଚ କାନ୍ଦି କାନ୍ଦି କହିଲେ ଯେ ମୋର କୌଣସି କାମ ହେଉନାହିଁ ମୋ ପଞ୍ଚାୟତରେ, ବା ଯେତିକି ବା ହେଉଛି ସତ୍ୟମପୁର ପଞ୍ଚାୟତରେ ମୋତେ କିଛି ଜଣାଯାଉ ନାହିଁ, ମୋର ୱାର୍ଡ଼ ମେମ୍ବରମାନଙ୍କ ମଧ୍ୟ ଜଣାଯାଉ ନାହିଁ। ମୁଁ ସେ କଥା ଯେତେବେଳେ କହିଲା ପରେ ବିଡ଼ିଓକୁ ମୁଁ କହିଲି, ବିଡ଼ିଓକୁ କହିଲା ପରେ ବିଡ଼ିଓ କହିଲେ ନାହିଁ ତୁମକୁ କିଛି ଜଣାଯିବ ନାହିଁ, ତୁମେ କିଏ କି? ସେ କହିଲା ମୁଁ ସରପଞ୍ଚ। ସରପଞ୍ଚ ହେଲେ କ'ଣ ହେଲା, ତୁମକୁ କିଛି ପଚରାଯିବ ନାହିଁ। ତ ତାପରେ ଯଦି ତୁମେ କାମ କରିବାକୁ ଚାହୁଁଛ ଯେ ଏଇ ସହିତ କମ୍ଫର୍ଟ ହୁଅ, କମ୍ଫର୍ଟ ହେଲେ ଯାଇକି ତୁମକୁ କାମ କରିପାରିବ, ନହେଲେ ନାହିଁ। এই କଥାର ପ୍ରତିବାଦ କରି ଯାଇକିରି ବ୍ଲକ ସାମ୍ନାରେ ସେ ଧାରଣାରେ ବସିଥିଲେ, କିନ୍ତୁ ତା ଗୁହାରି ନା ଜିଲ୍ଲାପାଳ ଶୁଣିଲେ, ନା PDDRD ଶୁଣିଲେ, ନା କିଛି ନାହିଁ। ୟା ପରେ ସେ ଥାନାକୁ ଯାଇଥିଲେ। ଥାନାକୁ ଯାଇ ମଧ୍ୟ ସେଭଳି ଭାବରେ ସବୁ କଥା ଲେଖିକରି ଯେତେବେଳେ FIR ଦେଲେ, ଭାରପ୍ରାପ୍ତ ଥାନା ଅଧିକାରୀ କହିଲେ ଯେ ଯେତେ FIR ମାଗିଲେ କହିଲେ FIR ଦିଆହେବ ନାହିଁ, ଆମେ ସବୁ ବୁଝିବୁ, ବୁଝି ଇନକ୍ୱାରି କଲା ପରେ FIR କଥା ବୁଝିବୁ, ମୋର ଉପର ଅଫିସର ସହିତ ବୁଝିବି, ତାପରେ ଯାହା। ତ ଏଇ କଥା ସବୁ କହିଲେ, କାନ୍ଦିଲେ। ଗତକାଲି ସଭାରେ ସରପଞ୍ଚ ସମିତି ମେମ୍ବର ଉଭୟ ଥିଲେ। ତ ମୋର କହିବା କଥା ଖାଲି ନୂତନ ନୂଆ କରି ନୁହେଁ, ଏହା ପୂର୍ବରେ ମଧ୍ୟ ଆମର ରମାଲତା ନାୟକ ସରପଞ୍ଚ ଉମଦି ବହରାମପୁର, ତା ସାଙ୍ଗରେ ଗୋଟେ ଝିଅ ଯାଇଥିଲା, ଗରିବ ଝିଅଟା, ଯେ ତାଙ୍କର ଗୋଟେ ଘର ଦରକାର, ଘର ନାହିଁ, ଦରଖାସ୍ତ ଦେଇ ବିଡ଼ିଓ କହିଲା ମୁଁ ବାରମ୍ବାର ଦୌଡ଼ୁଛି ମ୍ୟାଡ଼ାମ୍, ଆଉ କେତେ ଦୌଡ଼ିବି। ସେ ରାଗିକରି ତା'ର ଦରଖାସ୍ତଟା ଚିରି ଫୋପାଡ଼ି ଦେଲେ, ଯାହା ପଢ଼ା ବାହାରି ଯା ବୋଲିକି ତାକୁ ଏମିତି ଅଭଦ୍ର ଭାଷା ତାକୁ ଇଏ କରିକି ଧମକେଇ ଚମକାଇ କରି ସେ କାନ୍ଦି କାନ୍ଦି ଫେରିଲେ। ତ ଏଭଳି ଭାବରେ କୌଣସି ଗୋଟେ ବର୍ତ୍ତମାନ ସ୍ଥିତି ହେଲା, ୟା ସେ BJPର କର୍ମକର୍ତ୍ତାଙ୍କ ନାଁ ମୋଟେ ଶୁଣିପାରୁନାହିଁ। କାମ ଥାଉ ଦୂର କଥା, ନାଁ ଶୁଣିଲେ ହିଁ ତାଙ୍କର ରାଗ ମସ୍ତକୁ ଚଢ଼ି ଯାଉଛି ଏବଂ ବର୍ତ୍ତମାନ ସ୍ଥିତି ବଟକୁ ଆସିଲାନି। ତ ମୁଁ କହିବା କଥା, ସୁପ୍ରିମକୋର୍ଟର ଗାଇଡ଼ଲାଇନ୍ସ ଅନୁସାରେ, ସୁପ୍ରିମକୋର୍ଟର ଅର୍ଡ଼ର ଅନୁସାରେ ତୁରନ୍ତ ତାକୁ FIR କପି ଦେବା କଥା। ଏ ବିଷୟ ମଧ୍ୟ ମୁଁ SCP ସହିତ ମଧ୍ୟ ଆଜି ଆଲୋଚନା କରିଛି, ତାଙ୍କୁ କହିଛି ଯେ ଆପଣ ଡାଇରେକ୍ସନ୍ ଦିଅନ୍ତୁ IIC ମ୍ୟାଡ଼ାମକୁ, ସେ ତାଙ୍କର ତଦନ୍ତ କରନ୍ତୁ। FIR କପିଟା ଦେଲା ପରେ ତଦନ୍ତ କରନ୍ତୁ, ତଦନ୍ତ କଲା ପରେ ଯାହା ସେ ଚାର୍ଜସିଟ୍ରେ ଲେଖିବେ, କିନ୍ତୁ ତାଙ୍କୁ FIR କପି ଦେବାକୁ ହିଁ ପଡ଼ିବ। ଏବଂ ଯଦି ଏଥିରେ ସେ ବଞ୍ଚିତ ହୁଅନ୍ତୁ, ସେ କୋର୍ଟର ଆଶ୍ରୟ ନେବେ କି କ'ଣ କରିବେ ସରପଞ୍ଚ, ସେ ବଡ଼ କଥା। କିନ୍ତୁ ଏଭଳି ଯଦି କାର୍ଯ୍ୟକ୍ରମ ଚାଲେ, ଯଦି ସରପଞ୍ଚଙ୍କ ସହିତ ପ୍ରକାର ବ୍ୟବହାର କରାଯାଏ, ସମିତି ମେମ୍ବର ସହିତ ବ୍ୟବହାର କରାଯାଏ, ସମିତି ମେମ୍ବରମାନଙ୍କର ଯେଉଁ ପଇସା ଥିଲା, ତାଙ୍କର ଗୋଟେ ଗ୍ରାଣ୍ଟ ଥାଏ, ସମିତି ଗ୍ରାଣ୍ଟସ୍, ସେ ଗ୍ରାଣ୍ଟ ମଧ୍ୟ ବାଲିଅନ୍ତାର ସମିତି ମେମ୍ବର ପାଆନ୍ତି ନାହିଁ, ଯେଉଁଟାକି ଜୟଦେବର ସମିତି ମେମ୍ବର ଗୋଚ୍ଛାୟତ ସେ କହୁଥିଲେ। ତାଙ୍କର ମଧ୍ୟ ଆଜି 6 ମାସ ହେଲା, 6 ମାସ ନାହିଁ, ବେଶୀ 1.5 ବର୍ଷ ହେଲା ତାଙ୍କର ଗୋଟେ କାମ କରିଛନ୍ତି, ବିଲ୍ ମଧ୍ୟ ପାଉନି, ଦୌଡ଼ି ଦୌଡ଼ି ନୟାନ୍ତ ହେଲାନି। ତେଣୁକରି ବର୍ତ୍ତମାନ ସିଚୁଏସନ୍ ଯାହା ହେଲାନି, ବାଲିଅନ୍ତା ବ୍ଲକରେ ବୋଧେ এই ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ମହାସଂଗ୍ରାମରେ ସାମିଲ ହେବେ ଏବଂ ସେମାନେ ନିଶ୍ଚିତ ଭାବରେ ନ୍ୟାୟ ପାଇ ଲଢ଼ିବେ ଯାହା ନିଷ୍ପତ୍ତି ନେଇଛନ୍ତି। କାରଣ ଜଣେ
ସରକାରୀ କର୍ମଚାରୀ ଦରମା ନେଉଛନ୍ତି ପାବ୍ଲିକର ଟ୍ୟାକ୍ସ ପେଇ ପଇସା ଏବଂ ଦରମା ନେଇକି ଯଦି ତାଙ୍କ ସହିତ ଦୁର୍ବ୍ୟବହାର କରିବେ, ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଦୁର୍ବ୍ୟବହାର କରିବେ, ତାଙ୍କୁ ୟାକୁ ବରଦାସ୍ତ କରାଯିବ ନାହିଁ ବୋଲିକରି ସମସ୍ତେ ନିଷ୍ପତ୍ତି ନେଉଛନ୍ତି ଏବଂ ଏହାର ଫଳ ଆଗାମୀ ଦିନରେ ଦେଖାଯିବ। ତେଣୁ ମୋର ଖାଲି ଏତିକି ଅନୁରୋଧ ଯେ କମ୍ ସେ କମ୍ ତାଙ୍କ ପାଇଁ ଆଇନ ତାଙ୍କ ପାଇଁ କମ୍ ସେ କମ୍ ଯେଉଁ ସରପଞ୍ଚ ପାଇଁ ଆଇନର ଗୋଟେ ସରପଞ୍ଚ ଥିଲା ରମାନତା, ଗୋଟେ ଦ୍ୱିତୀୟ ଏ ହେଉଛି ରଶ୍ମି ଭୋଇ, ତାଙ୍କ ପାଇଁ ଆଇନର କମ୍ ସେ କମ୍ ସହଯୋଗ କରାଯାଉ ବୋଲି ମୁଁ ଭାରପ୍ରାପ୍ତ ଅଧିକାରୀ ଥାନା ଅଧିକାରୀ କହୁଛି ଏବଂ ଏସିପିକୁ ମଧ୍ୟ କହିଲି। ତା ପରବର୍ତ୍ତୀ କାର୍ଯ୍ୟକ୍ରମ ଯାହା କର୍ମକର୍ତ୍ତା କରିବେ। ଆଉ ସମସ୍ତଙ୍କୁ ନମସ୍କାର। ଓମ୍ ଶାନ୍ତି। ଜୟ ଜଗନ୍ନାଥ।